Hello friends, welcome to my new another vlog. ତ ମୁଁ ଆଜି ଆପଣମାନଙ୍କୁ ଆମର ବାଡ଼ି ଦେଖେଇବାକୁ ଯାଉଛି କି ଆମ ବାଡ଼ିରେ କେତେ କ'ଣ ସବୁ ଲଗା ହେଇଛି। ତ ସେଥିପାଇଁ ମୁଁ ଆଉ ମୋ ଭାଇ ମିଶି ସକାଳୁ ସକାଳୁ ଚାଲିଲୁ ଆମ ବାଡ଼ିକୁ। ଟେନ୍ ଟେନା। ତ ଆମେ ଆମ ବାଡ଼ିରେ ପହଞ୍ଚିଗଲୁ। ଆଣ୍ଡ ଦେଖନ୍ତୁ ଏଇଟା ହେଉଛି ଆମ ବାଡ଼ି। ତ ଚାଲନ୍ତୁ ଦେଖିବା ଆମ ବାଡ଼ିରେ କ'ଣ ସବୁ ଲଗାଯାଇଛି। ତ ଗୋଟେ ଜିନିଷ ଦେଖି ମୋ ମନ ପୁରା ବହୁତ ଖୁସି ହେଇଗଲା ଯେ ଆମ ପଣସ ଗଛରେ 3ଟି ବଡ଼ ବଡ଼ ପଣସ ଫଳିଛି। ତ ଏ ହେଉଛି ଗୋଟେ ପଣସ ଯେଉଁଟାକି ବହୁତ ବଡ଼ ତଳେ ହେଇଥିଲା, ତାଠାରୁ ଟିକେ ଉପରକୁ ଏଇ ଗୋଟେ ପଣସ ଏବଂ ପୁରା ଉପରେ ଏଇ ପଣସଟି ହୋଇଥିଲା, ଯେଉଁଟାକି ଦେଖି ମୋତେ ପୁରା ବହୁତ ଖୁସି ଲାଗିଲା। ଆଣ୍ଡ ଚାଲନ୍ତୁ ଏବେ ଦେଖିବା ଆମର ଆମ୍ବ ଗଛରେ କେତେ ଆମ୍ବ ହେଇଛି। ଏଇସବୁ ମାନେ ଆମ ବାଡ଼ିରେ ମିନିମମ୍ ପାଖେ 60ରୁ 70ଟା ଗଛ ଆମ୍ବ ଗଛ ଲାଗିଛି ଏବଂ ଯେହେତୁ ସବୁ ଆମ୍ବ ଗଛ ଗୁଡ଼ିକ ହାଇବ୍ରିଡ଼ ଗଛ, ତ ସେଥିପାଇଁ ବହୁତ ଛୋଟ ଗଛରୁ ହିଁ ବହୁତ ଗୁଡ଼ିଏ ଆମ୍ବ ଏଥିରେ ଫଳିଛି। ଦେଖନ୍ତୁ କେତେ ଆମ୍ବ, ଏତେ ଛୋଟ ଗଛରେ କେତେ ଆମ୍ବ ହେଇଛି। ଆମ୍ବ ଯାଇ ପୁରା ମାଟିରେ ଲାଗିଛି, ମାନେ ଏତେ ଆମ୍ବ ଏବଂ ଆମ୍ବ ଗୁଡ଼ିକ ମଧ୍ୟ ବହୁତ ମିଠା ଏବଂ ବହୁତ ବଡ଼ ବଡ଼। ଆପଣ ନିଜେ ଦେଖନ୍ତୁ କେତେ ଆମ୍ବ ହେଇଛି। ଓ ମାଇ ଗଡ଼୍, ୱାଓ, ସୋ ବ୍ୟୁଟିଫୁଲ୍। ବହୁତ ସୁନ୍ଦର ଦେଖାଯାଉଛି ଆମ୍ବ ଗୁଡ଼ିକ। ଏବଂ ଚାଲନ୍ତୁ ମୁଁ ଆପଣଙ୍କୁ ଆଉ ଗୋଟେ ଜିନିଷ ଦେଖାଉଛି। ତ ଏଇଟା ହେଉଛି ଆମର ପେଡ଼ା ଗଛ। ଦେଖନ୍ତୁ କେତେ ଛୋଟ ପେଡ଼ା ଗଛ, କିନ୍ତୁ ଏଇ ଛୋଟ ପେଡ଼ା ଗଛରେ ମଧ୍ୟ ବହୁତ ସାରା କୁନି କୁନି ପେଡ଼ା ଗୁଡ଼ିକ ହେଇଛି। ମାନେ ଦେଖି ପୁରା ଆଶ୍ଚର୍ଯ୍ୟ ଲାଗୁଛି। ଏଇଟା ମଧ୍ୟ ସେମିତି ହାଇବ୍ରିଡ଼ ଗଛଟିଏ। ଆଉ ଏଇଟା ହେଉଛି ଆମ ସପେଟା ଗଛ, ଯେଉଁଥିରେ କି ବହୁତ ସାରା ସପେଟା ହେଇଛି। ଦେଖନ୍ତୁ ଏମାନେ ବହୁତ ଛୋଟ ଛୋଟ ସପେଟା ହେଇଛି ଏବଂ ବହୁତ ସାରା କଢ଼ ମଧ୍ୟ ଏବଂ ଫୁଲ ମଧ୍ୟ ହୋଇଛି, ଯେ ସପେଟା ହେବାର ବହୁତ ସାରା ସମ୍ଭାବନା ଅଛି, ଯାହାକୁ ଦେଖିକି ବହୁତ ସୁନ୍ଦର ଲାଗୁଛି। ତ ଆପଣମାନେ ଦେଖିଲେ କେତେ ଫଳ ଗୁଡ଼ିକ ହେଇଥିଲା। ଏବେ ଯଦି ଦେଖିବା କ'ଣ କ'ଣ ପନିପରିବା ଆମ ବାଡ଼ିରେ ରହିଛି। ଦେଖନ୍ତୁ ଆମ ବାଡ଼ିରେ ବହୁତ ସାରା ବୋଇତାଳୁ ହେଇଛି। ମାନେ ପ୍ରତିଦିନ ଆମ ବାଡ଼ିରୁ ପ୍ରାୟ 10ରୁ 12ଟା ବୋଇତାଳୁ ବାହାରୁଛି। ଏଥିପାଇଁ ଆମର ମାନେ କେତେ ବୋଇତାଳୁ ନଷ୍ଟ ହେଇଯାଉଛି ମଧ୍ୟ ଏମିତି, ମାନେ ସବୁଦିନ ତ ଆମେ ଆଉ ଖାଇପାରିବୁନି, ସେଥିପାଇଁ ବହୁତ ବୋଇତାଳୁ ମଧ୍ୟ ନଷ୍ଟ ହେଉଛି। ଦେଖନ୍ତୁ ଏଠି କିଛି ସାରା ବୋଇତାଳୁ ମଧ୍ୟ ପଡ଼ିଛି ନଷ୍ଟ ହୋଇକି। ତ ଏବେ ଦେଖନ୍ତୁ ଆମ ବାଡ଼ିରେ କେତେ ଗୁଡ଼ିଏ ଭେଣ୍ଡି ଗଛ ହେଇଛି। ମୁଁ ପାଖକୁ ଯାଇପାରୁନି, ସେଥିପାଇଁ ଜୁମ୍ କରିକି ଦେଖାଉଛି। ଆଉ ଗୋଟେ ଜିନିଷ, ଗୋଟେ ସାଜନାଡ଼ି ତ ଆପଣ ଖାଇଥିବେ। ଦେଖନ୍ତୁ କେତେ ସାରା ସୁଜନାଡ଼ି ହେଇଛି। ଗଛର ଗୋଟେ ପତ୍ର ନାହିଁ, କିନ୍ତୁ ନାଡ଼ି ଝୁଙ୍କି ପଡ଼ିଛି। ଆଣ୍ଡ ଏଇଟା ଦେଖନ୍ତୁ ଆମ ଗଛର ଦୁଇ ଚାରିଟା କାନ୍ଦି ପଡ଼ିଛି। ମୁଁ ଏଠି ମଧ୍ୟରୁ ଆପଣଙ୍କୁ 2ଟି କାନ୍ଦି ଦେଖାଉଛି। ତ ବଡ଼ ବଡ଼ କାନ୍ଦି ପଡ଼ିଛି, କିନ୍ତୁ କଦଳୀର ନାଁ କ'ଣ ମୁଁ ଜାଣିନି, ବଟ୍ କାନ୍ଦି ଦେଖନ୍ତୁ। ଆଉ ଏଇ ଦେଖନ୍ତୁ ଆମ ବାଇଗଣ ଗଛ। ଦେଖନ୍ତୁ କେତେ ଛୋଟ ବାଇଗଣ ଗଛ, ଗୋଟେ ବିଲେଇ ସାଇଜ୍ର ହେବ, ବଟ୍ ବାଇଗଣ କେତେ ଗୁଡ଼ିଏ ହେଇଛି। ତ ଏ ଦେଖିକି ବହୁତ ଆଶ୍ଚର୍ଯ୍ୟ ଲାଗୁଛି। ଏଇଟା ହେଉଛି ଆମ ଲେମ୍ବୁ ଗଛ। ଆଉ ତ ଦେଖନ୍ତୁ କେତେ ଗୁଡ଼ିଏ ଲେମ୍ବୁ ହେଇଛି, ଆଉ ଫୁଲ ମଧ୍ୟ ହେଇଛି ବହୁତ ସାରା। ବହୁତ ଲେମ୍ବୁ ହେଇଛି, ବହୁତ ଫୁଲ ହେଇଛି, ଦେଖି ମୋତେ ବହୁତ ଖୁସି ଲାଗୁଛି। ଏବଂ ଏଇଟା ଦେଖନ୍ତୁ ଆମ ଶାଗ ମନ୍ଦା। ଏଠି ବିଭିନ୍ନ ପ୍ରକାର ଶାଗ ଲଗା ହେଇଛି। ଏବଂ ଆଉ ଗୋଟେ ଜିନିଷ ଦେଖି ମୋତେ ବହୁତ ଖୁସି ଲାଗିଲା, ଆମ ବାଡ଼ିରେ ଗୋଟେ କୁନି ଅନାରସ୍ତେ ହେଇଛି। ବହୁତ ସୁନ୍ଦର ଦେଖାହେଉଛି, ବହୁତ କ୍ୟୁଟ୍ ଦେଖାହେଉଛି। ତ ଏଇଠି ଆମ ବ୍ଲଗ୍ ସରୁଛି। ବାଏ ବାଏ, ଟାଟା, ଗୁଡ୍ ବାଏ।